ଗୁଣପୁର ବନଦୁର୍ଗାଙ୍କ ମନ୍ଦିର ପରିସରରେ ନିଆମଡ଼ା ଯାତ୍ରା ଅନୁଷ୍ଠିତ। ଯୋଗଦେଲେ ଶହ ଶହ ଶ୍ରଦ୍ଧାଳୁ। ରାୟଗଡ଼ା ଜିଲ୍ଲାର ଗୁଣପୁର ବନଦୁର୍ଗା ମନ୍ଦିର ପରିସରରେ ଆଜି ମଙ୍ଗଳବାର ସାହି ପରିକ୍ରମା କରିବା ପରେ ରାତି 9ଟାରେ ନିଆମଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ସମୟରେ ମା ନିଆଁ ମାଡ଼ି ଚାଲିଥିଲେ ଏବଂ ଏହା ଦେଖିବା ପାଇଁ ଶ୍ରଦ୍ଧାଳୁମାନଙ୍କର ଭିଡ଼ ଲାଗିଥିଲା। 3 ଦିନ ଧରି ମାଙ୍କର ଘଟଯାତ୍ରା ଜାରି ରହିଥିଲା। ଆଜି ହେଉଛି ଶେଷ ଦିନ। ମୁଖ୍ୟ ପୂଜକ ନିରଞ୍ଜନ ରଥ ଉପସ୍ଥିତ ରହି ମାଙ୍କର ବିଭିନ୍ନ କାର୍ଯ୍ୟକ୍ରମ କରିଥିଲେ। ଆଜି ଚୈତ୍ର ମାସର ଶେଷ ମଙ୍ଗଳବାର, ଏଥିପାଇଁ ମାନସିକଧାରୀମାନଙ୍କର ମଧ୍ୟ ଭିଡ଼ ଜମିଥିଲା। ଆଜି ସକାଳୁ ବିଭିନ୍ନ ପ୍ରକାର ହୋମଯଜ୍ଞ ନୈବେଦ୍ୟ ଅର୍ପଣ କରିଥିଲେ। ମାନସିକଧାରୀମାନେ ଏଠାକୁ ଶହ ଶହ ଲୋକମାନେ ଏଠାକୁ ଆସିଥିଲେ ଏବଂ ମାଙ୍କୁ ଦର୍ଶନ କରି କୃପା ଲାଭ ମଧ୍ୟ କରିଥିଲେ। ତେବେ ସନ୍ଧ୍ୟା ସମୟରେ ମାଙ୍କର ପାଟ ଚାଙ୍ଗୁଡ଼ି ଖଣ୍ଡା ଧରି ସେ ସାହି ପରିକ୍ରମା କରିଥିଲେ। ଏହି ସମୟରେ ହଳଦୀ ପାଣିରେ ସମସ୍ତ ଲୋକମାନେ ମାଙ୍କୁ ପାଦ ଧୋଇଥିଲେ ଏବଂ ନୈବେଦ୍ୟ ମଧ୍ୟ ଅର୍ପଣ କରିଥିଲେ। ପରେ ସାହି ପରିକ୍ରମା କରିବା ପରେ ସେ ମନ୍ଦିର ପରିସରକୁ ଆସିଥିଲେ ଏବଂ ଏଠାରେ ନିଆମଡ଼ା ଯାତ୍ରା ଅନୁଷ୍ଠିତ ହୋଇଥିଲା। ମା ନିଜେ ନିଆଁରେ ଚାଲିଥିଲେ, କଣ୍ଟା ଦୋଳିରେ ବସିଥିଲେ। ଏହା ଦେଖିବା ପାଇଁ ଅନେକ ଶ୍ରଦ୍ଧାଳୁଙ୍କର ଭିଡ଼ ଜମିଥାଏ। ଏହା ଦେଖିଲେ କୋଟି ଜନ୍ମର ପୁଣ୍ୟ ମିଳେ ବୋଲି ଏଠାରେ ବିଶ୍ୱାସ ରହିଛି। ଏଥିପାଇଁ ଅନେକ ଶ୍ରଦ୍ଧାଳୁମାନେ ମହିଳା ଏବଂ ପୁରୁଷ ମାନସିକଧାରୀମାନେ ଏଠାକୁ ଆସି ମାଙ୍କୁ ଦର୍ଶନ କରିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହା ପୂର୍ବରୁ ମାଙ୍କର ଘଟଯାତ୍ରା ପ୍ରତି ସାହି ବୁଲିଥିଲା। ଏ ହେଉଛି ସେହି ଦୃଶ୍ୟ। ପାରମ୍ପରିକ ବାଦ୍ୟ ବଜାଇ ମାଙ୍କର ବିଭିନ୍ନ ସ୍ଥାନକୁ ସାହି ପରିକ୍ରମା କରିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ସମୟରେ ସମସ୍ତ ଶ୍ରଦ୍ଧାଳୁମାନେ ଉପସ୍ଥିତ ରହିଥିଲେ ଏବଂ ମାଙ୍କୁ ମଧ୍ୟ ସ୍ୱାଗତ କରି ପୂଜା ଅର୍ଚ୍ଚନା କରି ପ୍ରତି ଘଟକୁ ମଧ୍ୟ ପୂଜା ଅର୍ଚ୍ଚନା କରୁଥିବାର ଦୃଶ୍ୟ ଦେଖିବାକୁ ମିଳୁଥିଲା। ଏହି ସମୟରେ ଶହ ଶହ ଶ୍ରଦ୍ଧାଳୁ ଏଠାରେ ଉପସ୍ଥିତ ରହିଥିଲେ। ପରେ ନିଆମଡ଼ା ଯାତ୍ରା ଅନୁଷ୍ଠିତ ହୋଇଥିଲା।